ପିଲାମାନେ ସବୁଦିନ ପରି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ଶୁଣିବା। ତ ପିଲାମାନେ ସେ ଗପଟିର ନାଁ କ'ଣ ନା ଟିକି ଚଢ଼େଇର ସାହସ କଥା। ତ ପିଲାମାନେ এই ଗପଟିକୁ ପଢ଼ିବା ଏବଂ ଶୁଣିବା ଆଗରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ତମାନେ ଘରେ ବସି ପ୍ରତ୍ୟେକ ଦିନ ଏହିଭଳି ଗୋଟିଏ ଲେଖାଏଁ ଗପ ଶୁଣିପାରିବ। ତ ପିଲାମାନେ ଏବେ ଆମେ ପଢ଼ିବା କ'ଣ ନା ଟିକି ଚଢ଼େଇର ସାହସ କଥା। ପିଲାମାନେ ତମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଟିକି ଚଢ଼େଇର ସାହସ କ'ଣ? ଟିକି ଚଢ଼େଇର କ'ଣ ସାହସ ଅଛି? ତ ପିଲାମାନେ ଗପଟିକୁ ସିନା ପଢ଼ିଲେ ଆମେ ଭଲ ଭାବରେ ଜାଣିବା। ତ ପିଲାମାନେ ପ୍ରଥମେ ଆମେ ପଢ଼ି ନେବା, ତାପରେ ବୁଝିବା। ଦିନେ ଗୋଟିଏ ହରିଣ ଝରଣାରୁ ପାଣି ପିଉଥାଏ। ଏହି ସମୟରେ ଗୋଟିଏ ହେଟା ବାଘର ହରିଣ ଉପରେ ନଜର ପଡ଼ିଲା। ହେଟା ବାଘ ହରିଣକୁ ମାରିବାକୁ ଗୋଡ଼ାଇଲା। ହରିଣ ଜୀବନ ବିକଳରେ ଦୌଡ଼ି ପଳାଉଥାଏ, ହେଲେ ହେଟା ବାଘ ତା ପିଛା ନ ଛାଡ଼ି ତାକୁ ଧରିବାକୁ ଗୋଡ଼ାଉଥାଏ। ହରିଣକୁ ଯଦି ହେଟା ବାଘ ପାଇଯାଏ ତେବେ ତା କଥା ଶେଷ ହୋଇଯିବ। ଏଣୁ ସେ ବହୁ ଜୋରରେ ଦୌଡ଼ୁଥାଏ। ଏଣୁ ସେ ଡରିଯାଇ ଗୋଟିଏ ବରଗଛ ମୂଳରେ ଛପିଗଲା। ହେଟା ବାଘ ଏପଟ ସେପଟ ଦେଖି ଖୋଜୁଥାଏ ଯେ ହରିଣ କୁଆଡ଼େ ଗଲା। ହରିଣଟା ହେଟା ବାଘ ହାବୁଡ଼େ ପଡ଼ିଛି। ସେ ଗଛ ପାଖରେ ଲୁଚି ରହୁଥାଏ। ପିଲାମାନେ ଦିନେ କ'ଣ ହେଇଛି ନା ଗୋଟିଏ ହରିଣ ଝରଣାରୁ ପାଣି ପିଉଥାଏ। ସେହି ସମୟରେ କ'ଣ ହେଲା ନା ସେହି ସମୟରେ ଗୋଟିଏ ବାଘର ହଠାତ୍ ନଜର ହରିଣ ଉପରେ ପଡ଼ିଲା। ହେଟା ବାଘ ହରିଣକୁ ମାରିବାକୁ ଗୋଡ଼ାଇଲା। ପିଲାମାନେ ଯେହେତୁ ସେ ତାର କ'ଣ ଖାଦ୍ୟ ରୂପରେ ହରିଣକୁ ପାଇଛି, ସେ ଛାଡ଼ିବ ବା କୁଆଡ଼ୁ, ସେଥିପାଇଁ ହେଟା ବାଘଟି କ'ଣ କଲା ନା ହରିଣକୁ ଗୋଡ଼ାଇବାକୁ ଲାଗିଲା। ହରିଣ ତାର ଜୀବନ ବିକଳରେ ତାର ନିଜ ଜୀବନକୁ ବଞ୍ଚାଇବା ପାଇଁ ସେ ଦୌଡ଼ି ପଳାଉଥାଏ, ହେଲେ ହେଟା ବାଘ ତା ପିଛା ନ ଛାଡ଼ି ତାକୁ ଛାଡ଼ୁଛି ବା କୁଆଡ଼େ। ତାପରେ କ'ଣ ହେଲା ନା ପିଲାମାନେ ନା ହରିଣକୁ ଯଦି ହେଟା ବାଘ ପାଇଯାଏ ତେବେ ତା କଥା ଶେଷ ହୋଇଯିବ। ତ ପିଲାମାନେ ହରିଣକୁ ଯଦି ହେଟା ବାଘ ପାଇଯାଏ ତାହେଲେ ସେ ତାକୁ ଖାଇଦେବ। ସେଠୁ ହେଟା ବାଘଟି କ'ଣ କରୁଛି ନା ତାକୁ ହରିଣକୁ ଖାଇବା ପାଇଁ ଗୋଡ଼ଉଥାଏ। ସେହି ସମୟରେ ହରିଣଟି ତା ଜୀବନକୁ ବଞ୍ଚାଇବା ପାଇଁ ସେ ଲୁଚି ଯାଉଥାଏ। ଏଣୁ ସେ ବହୁତ ଜୋରରେ ଦୌଡ଼ୁଥାଏ। ଏଣୁ ସେ ଡରିଯାଇ ଗୋଟିଏ ବରଗଛ ମୂଳରେ ସେ ଛପିଗଲା। ପିଲାମାନେ କିଏ ଛପିଗଲା ନା ହରିଣଟି ତାର ନିଜ ଜୀବନକୁ ବଞ୍ଚାଇବା ପାଇଁ ଗୋଟିଏ ବରଗଛ ମୂଳରେ ଛପିଗଲା। ହେଟା ବାଘ ଏପଟ ସେପଟ ଦେଖି ତାକୁ ଖୋଜୁଥାଏ। ସେ ହରିଣ କୁଆଡ଼େ ଗଲା ତାକୁ ଶିକାର କରିବ ଆଉ ତାପରେ ଖାଇବ। ହରିଣଟା ହେଟା ବାଘ ହାବୁଡ଼େ ପଡ଼ିଛି। ସେ ଗଛ ପାଖରେ ଲୁଚି ରହୁଥାଏ। ତ ପିଲାମାନେ ଯେହେତୁ ସେ ହେଟା ବାଘ ହାବୁଡ଼ରେ ପଡ଼ିଯାଇଛି, ତେଣୁ ସେ ଜୀବନକୁ ବଞ୍ଚାଇବା ପାଇଁ, ସେ ଉଦ୍ଧାର ପାଇବା ପାଇଁ ବାଘ ପାଖରୁ ସେ କ'ଣ କରିଛି ନା ଗୋଟିଏ ବରଗଛ ମୂଳରେ ଲୁଚି ଯାଇଛି। ତ ପିଲାମାନେ ତାପରେ କ'ଣ ହେଲା ଦେଖିବା। ସେଇ ଗଛ ଡାଳରେ ଟିକି ଚଢ଼େଇଟିଏ ବସିଥାଏ। ସେ ଦେଖୁଥାଏ ଯେ ହରିଣ ଦୌଡ଼ି ଆସି ସେଇଠି ଲୁଚିଛି। ସେ ଭାବୁଥାଏ ହରିଣ ଯେତେ ଲୁଚିଲେ ବି ହେଟା ବାଘ ତାକୁ ଖୋଜି ପାଇଯିବ। ଏଣୁ ସେ ଭାବିଲା ଯଦି ସେ ହେଟା ବାଘକୁ ସାହସ କରି ଭୁଲେଇ ପାରିବ ତେବେ ହରିଣ ଲୁଚି ହେଟା ବାଘ କବଳରୁ ମୁକୁଳି ଯିବ। ସେ ଯାହା ହେଲେ ବି ତତ୍କ୍ଷଣାତ୍ କରିବାକୁ ହେବ। ଟିକେ ଡେରି ହୋଇଗଲେ ହରିଣ କଥା ସେଇଠି ସରିଯିବ। ପିଲାମାନେ ହେଟା ବାଘଟି ଯେତେବେଳେ ହରିଣକୁ ଗୋଡ଼ାଇଛି ଖାଇବା ପାଇଁ, ସେତେବେଳେ ହରିଣଟି ନିଜର ଜୀବନ ବଞ୍ଚାଇବା ପାଇଁ ସେ ବରଗଛ ଡାଳରେ ଲୁଚି ଯାଇଛି। ଏସବୁ କଥା ଟିକି ଚଢ଼େଇ ସେ ବରଗଛ ଡାଳରେ ବସି ଦେଖୁଥାଏ। ଆଉ ସେ ଦେଖୁଥାଏ ଯେ ହରିଣ ଦୌଡ଼ି ଆସି ସେଇଠି ଲୁଚିଛି। ଆଉ ସେ କିପରି ହରିଣକୁ ସାହାଯ୍ୟ କରିବ ସେ କଥା ମଧ୍ୟ ଭାବିଛି। ସେ ଭାବୁଥାଏ ଯେ ହରିଣ ଯେତେ ଲୁଚିଲେ କ'ଣ ହେବ, ହେଟା ବାଘ ତାକୁ ଖୋଜି ପାଇଯିବ ଆଉ ତାକୁ ଆଜି ମାରି ଖାଇଯିବ। ଏଣୁ ସେ ଭାବିଲା ଯଦି ସେ ହେଟା ବାଘକୁ ସାହସ କରି ଭୁଲେଇ ପାରିବ, ଏଣେ ତେଣୁ କଥା କହିକି ଭୁଲେଇ ପାରିବ, ତେବେ ହରିଣଟି ବାଘ କବଳରୁ ମୁକୁଳି ଯିବ ଆଉ ସେ ମୁକ୍ତି ପାଇଯିବ। ସେ ଯାହା କଲେ ବି ତାକୁ ସଙ୍ଗେ ସଙ୍ଗେ କରିବାକୁ ହେବ। ଟିକେ ଡେରି ହୋଇଗଲେ ହରିଣକୁ ହେଟା ବାଘ ମାରି ଖାଇଯିବ ଆଉ ତାର ଜୀବନ ଚାଲିଯିବ। ଏଣୁ ଟିକି ଚଢ଼େଇଟି କ'ଣ କଲା ପିଲାମାନେ ଦେଖିବା। ଏଣୁ ଟିକି ଚଢ଼େଇ ହେଟା ବାଘ ବୁଲୁଥିବା ଜାଗାରେ ସେ ଗଛର ପାଖ ଡାଳକୁ ଆସି କହିଲା, ହେଟା ବାଘ ତୁ କେଡ଼େ ବଡ଼ ଜୀବ, ତୁ ଗୋଟିଏ ହରିଣ ପାଖରେ ତୋ ନିଜର ବଡ଼ିମା ଦେଖାନା। ତୋର ଯଦି ବଳ ଅଛି, ତୋ ସହ ଯିଏ ଲଢ଼ି ପାରିବ ସେଇ ଜୀବ ପାଖରେ ତୋର ବଳ ଦେଖା। ତୁ କାହା ସହ ଲଢ଼େଇରେ ଯଦି ଜିତିଯିବୁ ତେବେ ସେ ଜୀବମାନେ ତତେ ବସେଇ ଖାଇବାକୁ ଦେବେ। ତୁ ସୁବିଧାରେ ସବୁ ପାଇବୁ। ତାକୁ ଛାଡ଼ି ଏଇଠି ଏତେ ଗୋଡ଼ାଗୋଡ଼ି କରି ତତେ କ'ଣ ସୁବିଧା ମିଳୁଛି? ତ ପିଲାମାନେ ତାପରେ କ'ଣ ହେଲା ନା ହେଟା ବାଘଟି ଯେତେବେଳେ
ହରିଣକୁ ଖାଇବା ପାଇଁ ଗୋଡ଼ାଇଛି, ଏସବୁ ଦୃଶ୍ୟ ଟିକି ଚଢ଼େଇ ବରଗଛ ଡାଳରେ ବସି ଦେଖୁଥାଏ। ଆଉ ସେଇ ସମୟରେ ସେ ହରିଣକୁ ସାହାଯ୍ୟ କରିବା କଥା ଭାବିଛି। ଆଉ ହେଟା ବାଘକୁ କିପରି ଏଣୁତେଣୁ କଥା କହି ଭୁଲାଇ ସେ କିପରି ହରିଣକୁ ତା କବଳରୁ ମୁକୁଳାଇବ। ଆଉ ସେଇ ସମୟରେ ଟିକି ଚଢ଼େଇଟି ବାଘର ନିକଟକୁ ଆସି କ'ଣ କହିଲା ନା, ହେଟା ବାଘ, ତୁ କେତେ ବଡ଼ ଜୀବ, ତୁ କେତେ ବଡ଼, ତୁ ଏଇ ଗୋଟିଏ ହରିଣ ପାଖରେ ତୋ ନିଜର ବଳ ଦେଖାଉଛୁ, ବଡ଼ିମା ଦେଖାଉଛୁ। ତୋର ଯଦି ବଳ ଅଛି, ତୋ ସହ ଯିଏ ଲଢ଼ି ପାରିବ ସେହି ଜୀବ ପାଖରେ ତୋର ବଳ ଦେଖା, ଆଉ ତୁ ତାଙ୍କ ସହ ଯାଇ ଲଢ଼। ତୁ କାହା ସହ ଲଢ଼େଇରେ ଯଦି ଜିତିଯିବୁ, ତେବେ ସେ ଜୀବମାନେ ତତେ ବସେଇ ଖାଇବାକୁ ଦେବେ, ଆଉ ତତେ ସମସ୍ତେ ଡରିବେ। ତୁ ସୁବିଧାରେ ସବୁ ପାଇଯିବୁ। ତାକୁ ଛାଡ଼ି ଏଇଠି ଏତେ ଗୋଡ଼ାଗୋଡ଼ି କରି ତତେ କ'ଣ ସୁବିଧା ମିଳୁଛି କହିଲୁ? ଏସବୁ କଥା କହି ଟିକି ଚଢ଼େଇ ହେଟା ବାଘକୁ ଭୁଲାଇବାରେ ଲାଗିଲା। ତାପରେ କ'ଣ ହେଲା ପିଲାମାନେ ଦେଖିବା। ଟିକି ଚଢ଼େଇ କଥା ଶୁଣି ହେଟା ବାଘ କହିଲା, ଆରେ କେହି ବଡ଼ ଜୀବ ମୋର ବଳ ଦେଖିବାକୁ ମତେ କହିନି। ଯଦି କିଏ ମତେ ଏ କଥା କହିବ, ତେବେ ତାହା ସହ ଲଢ଼ି ମୋ ବଳ ଦେଖାଇ ଦେବି। ଚଢ଼େଇ ହସି କହିଲା, ତୁ ତ ଆଜି ଯାଏ ଗୋଟିଏ ବିଲୁଆକୁ ଜିତିନୁ, ତୁ ବଡ଼ ଜୀବ କଥା କ'ଣ କହୁଛୁ? ଟିକି ଚଢ଼େଇର କଥା ଶୁଣି ହେଟା ବାଘ କହିଲା, ଚାଲ ତୁ ଦେଖିବୁ, ଗୋଟିଏ ବିଲୁଆ ପାଇଲେ ତାକୁ ଟେକି ଏମିତି କଚାଡ଼ି ଦେବି ଯେ ତୁ ମୋର ବଳ କେତେ ଜାଣିବୁ। ଟିକି ଚଢ଼େଇ କହିଲା, ସେଇ ଝରଣା ପାଖରେ କେତେ ବିଲୁଆ ବୁଲୁଥିବେ, ତୁ ସେଠିକି ଚାଲ, ମୁଁ ଉଡ଼ି ଯାଉଛି। ପିଲାମାନେ, ଟିକି ଚଢ଼େଇଟି ଭାବୁଥାଏ ସେ କିପରି ହେଟା ବାଘକୁ ଏଣୁତେଣୁ କଥା କହି ଭୁଲାଇବ, ଆଉ ସେ ହରିଣକୁ କିପରି ମୁକୁଳାଇବ। ତାପରେ ଟିକି ଚଢ଼େଇଟି କ'ଣ କହିଲା ନା, ଟିକି ଚଢ଼େଇ କଥା ଶୁଣି ହେଟା ବାଘ କହିଲା, ଆରେ କେହି ବଡ଼ ଜୀବ ମୋର ବଳ ଦେଖିବାକୁ ମତେ କହିନାହାନ୍ତି। ଯଦି କିଏ ମତେ ଏ କଥା କହିବ, ତେବେ ତାହା ସହ ଲଢ଼ି ମୋ ବଳ ଦେଖାଇଦେବି। ଚଢ଼େଇ ସେଠୁ କ'ଣ କହିଲା ପିଲାମାନେ? ଟିକି ଚଢ଼େଇଟି ହସି କହିଲା, ତୁ ତ ଆଜି ଯାଏ ଗୋଟିଏ ବିଲୁଆ ସହ ଲଢ଼ିନୁ, ବିଲୁଆକୁ ବି ଜିତି ପାରିବୁନି, ତୁ ବଡ଼ ଜୀବ କଥା କ'ଣ କହୁଛୁ? ଟିକି ଚଢ଼େଇର କଥା ଶୁଣି ହେଟା ବାଘ କହିଲା, ଚାଲ ତୁ ଦେଖିବୁ, ଗୋଟିଏ ବିଲୁଆ ପାଇଲେ ତାକୁ ଟେକି ସାଙ୍ଗେ ସାଙ୍ଗେ ଏମିତି କଚାଡ଼ି ଦେବି ଯେ ତୁ ମୋର ବଳ କେତେ ଜାଣିପାରିବୁ। ଟିକି ଚଢ଼େଇ ସେଠୁ କହିଲା, ସେଇ ଝରଣା ପାଖରେ କେତେ ବିଲୁଆ ବୁଲୁଥିବେ, ତୁ ସେଠିକି ଚାଲ, ମୁଁ ଉଡ଼ି ଯାଉଛି। ତ ପିଲାମାନେ, ଏହିଭଳି କଥା କହି ଟିକି ଚଢ଼େଇଟି କିପରି ହେଟା ବାଘକୁ ବୁଲାଇଲା। ଆଉ ତାକୁ ଏ କଥା କହିବାରୁ ହେଟା ବାଘଟି ଦେଖିବା କ'ଣ କଲା ନା, ହେଟା ବାଘ ବିଲୁଆ ସହ ଲଢ଼ିବାକୁ ଦୌଡ଼ିଗଲା। ଏପଟେ ନିରୀହ ହରିଣ ଲୁଚି ଛୁ ମାରିଲା। ଝରଣା କୂଳରେ ଗୋଟିଏ ବିଲୁଆ ନ ପାଇ ହେଟା ବାଘ ଜାଣିଗଲା ଯେ ଟିକି ଚଢ଼େଇ ତାକୁ ବୋକା ବନେଇ ଦେଇଛି। ତ ପିଲାମାନେ, କ'ଣ ହେଲା? ପିଲାମାନେ, ଯେହେତୁ ଟିକି ଚଢ଼େଇ ହେଟା ବାଘକୁ କହିଲା କି ତୁ ଗୋଟେ ବିଲୁଆକୁ ବି ଲଢ଼େଇରେ ପାରିବୁନି, ସେଠୁ ହେଟା ବାଘ କ'ଣ କହିଲା? କହିଲା, ମୋ ସାମ୍ନାରେ ଗୋଟେ ଖାଲି ବିଲୁଆ ପଡ଼ୁ, ତାକୁ ଟେକି ଏମିତି କଚାଡ଼ି ଦେବି ଯେ ତୁ ମୋର ବଳ କେତେ ଜାଣିପାରିବୁ। ସେଠୁ ଟିକି ଚଢ଼େଇ ତାକୁ କହିଲା, ସେ ଝରଣା ପାଖରେ କେତେ ବିଲୁଆ ବୁଲୁଥିବେ, ତୁ ସେଠିକି ଚାଲ, ମୁଁ ଉଡ଼ି ଯାଉଛି। ପିଲାମାନେ, ଟିକି ଚଢ଼େଇର ଏ କଥା ଶୁଣିବା ପରେ ହେଟା ବାଘ ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ବିଲୁଆ ସହ ଲଢ଼ିବାକୁ ଝରଣା କୂଳକୁ ଦୌଡ଼ିଗଲା। ଏପଟେ ନିରୀହ ହରିଣ ଲୁଚି ଛୁ ମାରିଲା। ତ ପିଲାମାନେ, ଯେହେତୁ ସେ ବରଗଛ ଡାଳରେ ଲୁଚିଥିଲା ନିଜ ଜୀବନକୁ ବଞ୍ଚାଇବା ପାଇଁ, ସେଇ ସମୟରେ କ'ଣ ହେଇଛି ନା, ହେଟା ବାଘ ଯେହେତୁ ଝରଣା କୂଳକୁ ବିଲୁଆ ସହିତ ଲଢ଼ିବା ପାଇଁ ବାହାରି ଯାଇଛି, ସେଇ ସମୟରେ ନିରୀହ ହରିଣଟି ଲୁଚିଥିବା ଜାଗାରୁ ଛୁ ମାରି ପଳାଇଗଲା। ଝରଣା କୂଳରେ ଗୋଟିଏ ବିଲୁଆ ନ ପାଇ ହେଟା ବାଘ ଜାଣିଗଲା ଯେ ଟିକି ଚଢ଼େଇ ତାକୁ ବୋକା ବନେଇ ଦେଇଛି। ତ ପିଲାମାନେ, ଝରଣା ପାଖକୁ ସାଙ୍ଗେ ସାଙ୍ଗେ ହେଟା ବାଘ ଧାଇଁ ଯାଇଥିଲା। ଆଉ ସେ ଝରଣା ପାଖରେ ଯାଇ ଦେଖିଲା ସେଠି ଗୋଟେ କି ବିଲୁଆ ନାହାନ୍ତି। ଆଉ ସେ ଜାଣିଗଲା ଯେ ଟିକି ଚଢ଼େଇ ତାକୁ ବୋକା ବନେଇ ଦେଇଛି। ପିଲାମାନେ, ଦିନ ବେଳା ବା ବିଲୁଆ କୁଆଡ଼ୁ ଝରଣା କୂଳରେ ଆସିବେ? ଟିକି ଚଢ଼େଇ ତାକୁ ବୋକା ବନେଇ ଦେଇଛି ସେ ହରିଣ ଛୁଆକୁ ରକ୍ଷା କରିବା ପାଇଁ। ସେ ଟିକି ଚଢ଼େଇର ବା କ'ଣ କରିବ? ହେଟା ବାଘ ଲାଜରେ ଚୁପଚାପ ରହିଗଲା। ଟିକି ଚଢ଼େଇ ସାହସ କରି ହେଟା ବାଘକୁ ଭୁଲେଇ ଦେବାରୁ ଛୋଟ ହରିଣଟି ହେଟା ବାଘ କବଳରୁ ଖସି ପଳାଇଗଲା। ତାପରେ ପିଲାମାନେ, କ'ଣ ହେଲା ଦେଖିବା। ଯିଏ ଚାଲାକ ସେ ନିଜକୁ ଓ ପରକୁ ବି ଅସୁବିଧାରୁ ମୁକୁଳାଇ ପାରିବ। ତ ପିଲାମାନେ, ତାପରେ କ'ଣ ହେଲା ନା, ଟିକି ଚଢ଼େଇର କଥା ଶୁଣି ହେଟା ବାଘ କ'ଣ କଲା ନା, ବିଲୁଆ ସହିତ ଲଢ଼ିବା ପାଇଁ ସାଙ୍ଗେ ସାଙ୍ଗେ ବାହାରିଗଲା। ଆଉ ସେ ଝରଣା ପାଖରେ ଯାଇ ଦେଖିଲା ସେଠି ଗୋଟେ କି ବିଲୁଆ ନାହାନ୍ତି। ସେଠୁ ସେ କ'ଣ ଭାବିଲା ନା, ସେ ଭାବିଲା ଯେ ଟିକି ଚଢ଼େଇ ତାକୁ ବୋକା ବନେଇ ଦେଇଛି। ସେ ଟିକି ଚଢ଼େଇର ବା କ'ଣ କରିପାରିବ? ଟିକି ଚଢ଼େଇ ତ ଉପରେ ଉଡ଼ିକି ପଳେଇବ ନା, ସେ ହରିଣ ଛୁଆ ହେଇଛି ନା, ସାଙ୍ଗେ ସାଙ୍ଗେ ତାକୁ ଧରି ଶିକାର କରି ଖାଇଯିବ।
ସେଠୁ ହେଟା ବାଘ ଆଉ କ'ଣ କରିପାରିବ? ହେଟା ବାଘ ଲାଜରେ ଚୁପଚାପ ରହିଗଲା। ଟିକି ଚଢ଼େଇର ସାହସ କରି ହେଟା ବାଘକୁ ଭୁଲେଇ ଦେବାରୁ ଛୋଟ ହରିଣଟି ହେଟା ବାଘ କବଳରୁ ଖସି ପଳାଇଲା। ତ ପିଲାମାନେ ଦେଖିଲେ ତ ଟିକି ଚଢ଼େଇର ଏଇ ଛୋଟ ମୁଣ୍ଡରେ କେତେ ବୁଦ୍ଧି, ଆଉ ସେ ବୁଦ୍ଧି ପ୍ରୟୋଗ କରି ସେ କିପରି ହରିଣ ଛୁଆଟିକୁ କିପରି ହେଟା ବାଘ କବଳରୁ ରକ୍ଷା କରିପାରିଲା। ଯିଏ ଚାଲାକ ସେ ନିଜକୁ ଓ ପରକୁ ବି ଅସୁବିଧାରୁ ମୁକୁଳାଇ ପାରିବ। ତ ପିଲାମାନେ ଏ ଗପରୁ ତମାନେ କ'ଣ ଶିଖିଲ? ନା ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ତମାନେ ସବୁବେଳେ ସାହାଯ୍ୟ କରିବ। ଦେଖିବ ତମକୁ ବି ଦିନେ ନା ଦିନେ କିଏ ସାହାଯ୍ୟ କରିବ। ଏ ଟିକି ଚଢ଼େଇଟି ପିଲାମାନେ କହିଲ ଦେଖି ଦେଖିବାକୁ କେତେ ଛୋଟ, କିନ୍ତୁ ତାର ଛୋଟ ମୁଣ୍ଡରେ କେତେ ଛୋଟ ବୁଦ୍ଧି ପ୍ରୟୋଗ କରି ସେ କିପରି ଗୋଟିଏ ହରିଣ ଛୁଆକୁ ହେଟା ବାଘ କବଳରୁ ମୁକୁଳାଇଲା। ପିଲାମାନେ କହିଲ ଦେଖି, ଯଦି ସେଇ ହରିଣଟି ହେଟା ବାଘ ହାବୁଡ଼ରେ ପଡ଼ିଥାନ୍ତା, ହେଟା ବାଘ ତାକୁ ଖାଇ ଦେଇଥାନ୍ତା। ହେଲେ ସେହି ସମୟରେ ଟିକି ଚଢ଼େଇଟି ହରିଣକୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିଛି, ଆଉ ତାର ଛୋଟ ମୁଣ୍ଡରେ ବଡ଼ ବୁଦ୍ଧି ପ୍ରୟୋଗ କରି ହେଟା ବାଘକୁ ଭୁଲେଇ ଏଣେତେଣୁ କଥା କହି ଭୁଲେଇ ଦେଇଛି, ଆଉ ତାକୁ ଝରଣା କୂଳକୁ ଡାକି ନେଇଯାଇଛି। ଆଉ ସେହି ସମୟରେ ଟିକି ଚଢ଼େଇ ତାକୁ ମିଛ କହି ଭୁଲେଇ ହଠାତ୍ ଉଡ଼ି ପଳାଇଛି, ଆଉ ହରିଣ ଛୁଆଟି ମଧ୍ୟ ଲୁଚିଥିବା ସ୍ଥାନରୁ ଖସି ପଳାଇ ଯାଇଛି। ଏହି ସମୟରେ ହରିଣ ଛୁଆର ଜୀବନ ବି ବଞ୍ଚିଗଲା। ଆଚ୍ଛା କହିଲ ପିଲାମାନେ, ତମାନେ ଟିକି ଚଢ଼େଇ ପାଖରୁ କ'ଣ ଶିଖିଲ? ନା ସବୁବେଳେ ବିପଦରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବ। ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କଲେ ଭଗବାନ ଖୁସି ହେବେ। ତ ପିଲାମାନେ, ତମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।